ସାଙ୍ଗମାନେ ତଳେ ଦେଇଥିବା ଏ ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ। ସାଙ୍ଗମାନେ ଇଏ ହେଲେ ସେଇ ମହିଳାଙ୍କର ମା। ସାଙ୍ଗମାନେ ଆପଣମାନଙ୍କର ମନେ ନଥିବ 2024 ଅଗଷ୍ଟ ମାସ 9 ତାରିଖରେ ଯେଉଁ ଘଟଣା ଘଟିଥିଲା ଆର୍ଜିକର ମେଡ଼ିକାଲରେ, ସେ ଭଉଣୀକୁ ଦୁଷ୍କର୍ମ କରିକି ଏବଂ ମର୍ଡ଼ର କରାଗଲା। ତଥାପି ସେ ଭଉଣୀକୁ ସାଙ୍ଗମାନେ ଦୋଷୀକୁ ସାଙ୍ଗମାନେ ଚିହ୍ନଟ କରାଗଲା, କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ବି ଦଣ୍ଡ ମିଳିଲା ନାହିଁ। ମମତା ବାହିନୀ ସରକାର ସାଙ୍ଗମାନେ ତାଙ୍କୁ ସିନା ଦଣ୍ଡ ଦେଇପାରିଲେନି, ଏ ମା, ସେ ଭଉଣୀଙ୍କ ମା ତାଙ୍କ ବିରୁଦ୍ଧରେ ଆଜି ଇଲେକ୍ସନରେ ଠିଆ ହେଇକି ଆଜି ବିଜୟ ହୋଇଛନ୍ତି ଏବଂ ଆଜି ସେ ସତ୍ୟର ବିଜୟ ଆଜି ପ୍ରମାଣ କରିଦେଇଛନ୍ତି। ସାଙ୍ଗମାନେ ସେ ସିନା ତାଙ୍କ ଝିଅର ନ୍ୟାୟ ପାଇଲେ ନାହିଁ, ସାଙ୍ଗମାନେ ସେ ଆଜି ଶପଥ ନେଇଛନ୍ତି ତାଙ୍କ ଝିଅଙ୍କ ସହିତ ଯେ ଘଟଣା ଯେମିତି ଘଟିଛି କୋଲକାତାରେ କୌଣସି ବି ଝିଅଙ୍କ ସହିତ ସେ ଘଟାଇ ଦେବେ ନାହିଁ, କୌଣସି ବି ଝିଅଙ୍କ ସହିତ ଘଟିବ ନାହିଁ। ସାଙ୍ଗମାନେ ସେ ଯେତେବେଳେ ଇଲେକ୍ସନରେ ଯେତେବେଳେ କ୍ୟାମ୍ପେନିଂରେ ବାହାରିଥିଲେ, ସମସ୍ତଙ୍କ ଦୁଆରକୁ ଯାଇକି ହାତ ଯୋଡ଼ିକି ଯେତେବେଳେ ଭୋଟ ପାଇଁ ନିବେଦନ କରିଥିଲେ, ସମସ୍ତେ ସାଙ୍ଗମାନେ ଇମୋସନାଲ ହୋଇକି ତାଙ୍କୁ ପୁରା କୋଳେଇ ନେଇଥିଲେ, କୁଣ୍ଢେଇ ଧରିଥିଲେ ଏବଂ କାନ୍ଦିଥିଲେ। ସାଙ୍ଗମାନେ ଯଦି ଭିଡ଼ିଓଟି ଭଲ ଲାଗିଥିବ ଆପଣମାନେ ଲାଇକ୍, କମେଣ୍ଟ, ସେୟାର କରିବେ। ଜୟ ଜଗନ୍ନାଥ।